ଦି ଜଣ ଭକ୍ତ ବାହାରିଲେ। ଭକ୍ତ ମାନେ ଟିକେ ଲକ୍ଷ୍ୟ ରଖୁଥିବ, ଭକ୍ତ ଜଣଙ୍କ ଭିତରୁ ଜଣେ ହେଉଛି ଅନ୍ଧ, ଜଣେ ହେଉଛି ଛୋଟା। ଅନ୍ଧ ଜଣକ କହୁଛି ଆରେ ମୋର ତ ଆଖିକି ଦେଖାଯାଉନି। ଛୋଟା ଜଣକ କହୁଛି ମୋତେ ତ ମୁଁ ଚାଲିପାରୁନି, ଶ୍ରୀକ୍ଷେତ୍ରରେ ଦର୍ଶନ କରିବା କେମିତି? ଅନ୍ଧ କହୁଛି ଆରେ ଛୋଟା ଭାଇ ମନ ବଳିଛି ପୁରୀ ଯିବା ପାଇଁ, ରଥ ଚକ ଛୁଇଁବା ବଡ଼ ଦାଣ୍ଡେ ଗଡ଼ି ଯିବା ଅଛି କିଏ ଜନତାଙ୍କ ପାଇଁ ରେ। ଅନ୍ଧ କହୁଛି ଆରେ ଛୋଟା ଭାଇ ମନ ମୋହନ ଚକା ନୟନ, ଜାଣିଲେ ଭକ୍ତ ମନ ଉପାୟ ଏକ ବତେଇ ଦେ ପ୍ରଭୁ କାଳିଆ ବଦନ। ଅନ୍ଧ କହୁଛି ଛୋଟା ଭାଇରେ ତୋ ଆଖି ମୋ ଆଖି, ତୋ ଗୋଡ଼ ନାହିଁ ମୋ କାନ୍ଧ ଅଛି, ବସ ମୋ କାନ୍ଧେ ଆସି ଚାଲୁଥା ବାଟ ଦେଖି ଦର୍ଶନରେ